ଏବେ ବି ଆସିଲା ଓଡ଼ିଶା ପିଲାଙ୍କ ପାଇଁ ବମ୍ପର ରତେ ଆସିଲା ପାନୀୟ ଜଳ ପଞ୍ଚାୟତରାଜ ତରଫରୁ 2024ରେ ଆପଣମାନଙ୍କ ପାଇଁ ବମ୍ପର ରତେ ଟୋଟାଲ ଭ୍ୟାକେନ୍ସି ଯଦି ଆମେ ଦେଖିବା ଆପଣମାନଙ୍କ ପାଇଁ 23,000ରୁ ଅଧିକ ପ୍ଲସ୍ ପଦପଦବୀ ପୂରଣ ପାଇଁ ପଞ୍ଚାୟତ ଜିଆର୍ଏସ୍ ସିଓନ୍ ପଞ୍ଚାୟତ ଡିଇଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭିଏଲ୍ଡବ୍ଲ୍ୟୁ ସମେତ ଅଙ୍ଗନବାଡ଼ି ସୁପରଭାଇଜର ପଦବୀରେ ପୁଣି ନିଯୁକ୍ତି। ଏବେ ଆପଣମାନେ ନିଜ ନିଜ ପଞ୍ଚାୟତରେ ରହି ନିଜ ନିଜ ଗାଁରେ ରହି ନିଯୁକ୍ତିଟି ପାଇପାରିବେ। ଏଥିରେ କେବଳ ଆପଣମାନେ ଦଶମ ପାସ୍ କରିଛନ୍ତି, +2 ପାସ୍ କରିଛନ୍ତି, +3 ପାସ୍ କରିଛନ୍ତି, ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଭ୍ୟାକେନ୍ସି ରହୁଛି। ଆପଣମାନେ ଓଡ଼ିଶାର ଯେକୌଣସି ଜିଲ୍ଲାରେ ବିଲଙ୍ଗ କରୁଛନ୍ତି ଆପଣମାନେ ସମସ୍ତେ ଆବେଦନ କରିପାରିବେ। ତ ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ ଆପଣମାନେ ବିଲଙ୍ଗ କରୁଛନ୍ତି ନିହାତି ଭାବରେ ଆପଣମାନେ କମେଣ୍ଟ କରନ୍ତୁ, ଯାହାଫଳରେ ଆପଣଙ୍କର ଜିଲ୍ଲାରେ ଯଦି ଭ୍ୟାକେନ୍ସି ଆସେ ଆମେ ସର୍ବପ୍ରଥମେ ଅପଲୋଡ଼ କରିବୁ, ଯାହାଫଳରେ ଆପଣମାନେ ନୋଟିଫିକେସନ୍ ପାଇ ସର୍ବପ୍ରଥମେ ଆବେଦନ କରିପାରିବେ। ଦେଖନ୍ତୁ ଯେଉଁମାନେ ଜିଆର୍ଏସ୍ ପାଇଁ ଆବେଦନ କରିବା ପାଇଁ ଯାଆନ୍ତି ଆପଣଙ୍କ ପାଇଁ ଖୁସିର ଖବର ଆସିଯାଇଛି, କାରଣ ଜିଆର୍ଏସ୍ କଟ୍ ଅଫ୍ ଯଦି ଆମେ ଦେଖିବା ବହୁତ କମ୍ କଟ୍ ଅଫ୍ ଯାଉଛି। ଦେଖନ୍ତୁ ଏହା ହେଉଛି ଆପଣଙ୍କର ଜିଆର୍ଏସ୍ ପ୍ରୋଭିଜନାଲ ମେରିଟ୍ ଲିଷ୍ଟ କଟ୍ ଅଫ୍। ଦେଖନ୍ତୁ ଆମେ ଯଦି ତଳକୁ ତଳ ସ୍କ୍ରଲ୍ କରିବା, ଦେଖନ୍ତୁ ଏ ଜାଗାରେ ଯଦି ତଳକୁ ତଳ ସ୍କ୍ରଲ୍ କରିନେବା, ଦେଖନ୍ତୁ କେବଳ 36% ରଖିଥିଲା ପିଲାମାନେ ଚାକିରି ପାଇଯାଉଛନ୍ତି। ଦେଖନ୍ତୁ ଜିଆର୍ଏସ୍ ପାଇଁ ଆବେଦନ କରିଥିଲେ ଆପଣଙ୍କ ପାଇଁ ବହୁତ ବଡ଼ ସୁବର୍ଣ୍ଣ ସୁଯୋଗ ରହିଛି, କାରଣ ୱିଥାଉଟ୍ ଆପଣଙ୍କର ଅପସନାଲ୍ ମାର୍କକୁ ନେଇକି ହିଁ ସିଲେକ୍ସନ୍ କରାଯାଉଛି। ଏଥିରେ କେବଳ +2ର ୱିଥାଉଟ୍ ଆପଣଙ୍କର କମ୍ପଲସରି ସବଜେକ୍ଟକୁ ନେଇକି କେବଳ ଆପଣଙ୍କୁ ସିଲେକ୍ସନ୍ କରାଯାଉଛି। ତେଣୁକରି ଆପଣମାନେ ଦେଖନ୍ତୁ PGDCA କରିଥିଲେ ମଧ୍ୟ ଆପଣମାନେ ଆବେଦନ କରିପାରିବେ, ଆପଣଙ୍କୁ ରିଜେକ୍ଟ କରାଯିବ ନାହିଁ। ବିଭିନ୍ନ ପ୍ରକାର ଆପଣଙ୍କର ଯେଉଁଟାକି କମ୍ପ୍ୟୁଟର କୋର୍ସ କରିଥିଲେ ଆପଣମାନେ ଆବେଦନ କରିପାରିବେ, ତାହାର ଡିଟେଲ୍ସ ଆମେ এই ଭିଡ଼ିଓରେ ଦର୍ଶାଇଛୁ। ତେଣୁକରି ଭିଡ଼ିଓ ସହିତ ଆପଣମାନେ ନିହାତି ଭାବରେ ଜଡ଼ିତ ହୋଇ ରୁହନ୍ତୁ ଏବଂ ଅଲ୍ ଇନଫର୍ମେସନ୍ ପାଆନ୍ତୁ। ଏବେ ଚାଲନ୍ତୁ ଜାଣିନେବା ଆପଣମାନଙ୍କ ପାନୀୟ ଜଳ ଓ ପଞ୍ଚାୟତରାଜ ବିଭାଗ ତରଫରୁ ଯେଉଁ ଭ୍ୟାକେନ୍ସି ଆସିଛି ଆପଣମାନେ କେମିତି ଆବେଦନ କରିପାରିବେ। ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ ବର୍ତ୍ତମାନ ଜିଆର୍ଏସ୍ ପାଇଁ ଆବେଦନ ପ୍ରକ୍ରିୟା ଚାଲୁଛି ଏବଂ ଆପଣମାନେ ଯେଉଁ ଜିଲ୍ଲାରେ ବିଲଙ୍ଗ କରୁଛନ୍ତି ଆପଣଙ୍କର ଜିଲ୍ଲାରେ କେବେ ଆବେଦନ ପ୍ରକ୍ରିୟାଟି ଚାଲୁ ହେବ, ଅଲ୍ ଇନଫର୍ମେସନ୍ ଏହି ଭିଡ଼ିଓ ମାଧ୍ୟମରେ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିବା। ତେଣୁକରି ଭିଡ଼ିଓ ସହିତ ନିହାତି ଭାବରେ ଜଡ଼ିତ ହୋଇ ରୁହନ୍ତୁ ଏବଂ ଅଲ୍ ଇନଫର୍ମେସନ୍ ପାଆନ୍ତୁ। ଚାଲନ୍ତୁ ବିନା କିଛିରେ ଷ୍ଟାର୍ଟ କରିନେବା ଆପଣଙ୍କର ଜବ୍ ଡିଟେଲ୍ସ ଯେଉଁଟାକି ନୋଟିଫିକେସନ୍ PDFରେ ନଜର ପକାଇବା। ଏବେ ଚାଲନ୍ତୁ ବିନା ଡେରିରେ ଆପଣଙ୍କର ପ୍ରଥମ ଭ୍ୟାକେନ୍ସି ଉପରେ ନଜର ପକାଇବା। ପ୍ରଥମ ଭ୍ୟାକେନ୍ସି ଯଦି ଆମେ ଦେଖିବା ଓଡ଼ିଶା ସବ୍ ଅର୍ଡ଼ିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ସେପ୍ଟେମ୍ବରରେ ଯେଉଁ ଭ୍ୟାକେନ୍ସି ଆସିବ ସେହି ଭ୍ୟାକେନ୍ସି ଡିଟେଲ୍ସ ଆମେ ଷ୍ଟେପ୍ ବାଇ ଷ୍ଟେପ୍ ଡିସ୍କସ୍ କରିବା। ତେଣୁକରି ଭିଡ଼ିଓ ସହିତ ଆପଣମାନେ ନିହାତି ଭାବରେ ଜଡ଼ିତ ହୋଇ ରୁହନ୍ତୁ ଏବଂ ଅଲ୍ ଇନଫର୍ମେସନ୍ ପାଆନ୍ତୁ। ଫାଇନାଲି ଦେଖନ୍ତୁ ଆପଣଙ୍କ ପାଇଁ ସେପ୍ଟେମ୍ବରରେ ପଞ୍ଚାୟତ DEO CEO VLWର କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ହେବାକୁ ଯାଉଛି। ଆପଣମାନଙ୍କ ପାଇଁ ବହୁତ ବଡ଼ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। କେବଳ ଆପଣମାନେ +2 ହିଁ ପାସ୍ କରିଛନ୍ତି, ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଯେଉଁମାନେ ପଞ୍ଚାୟତ DEO ପାଇଁ ଆବେଦନ କରିବା ପାଇଁ ଚାହାନ୍ତି ଆପଣଙ୍କୁ କେବଳ +2 ପାସ୍ ରଖାଯାଇଛି ଏବଂ ଟୋଟାଲ ଭ୍ୟାକେନ୍ସି ଯଦି ଦେଖିବା 7,000ରୁ ଅଧିକ ପ୍ଲସ୍ ପଦବୀ ଭ୍ୟାକେନ୍ସି ରହୁଛି। ପଞ୍ଚାୟତ PEO ପାଇଁ ମଧ୍ୟ ଆପଣଙ୍କ ପାଇଁ +2 ପାସ୍ ରଖାଯାଇଛି, ଯେଉଁଠି 450 ପ୍ଲସ୍ ଭ୍ୟାକେନ୍ସି ରହୁଛି। VLW ପାଇଁ ଆପଣଙ୍କ ପାଇଁ ମଧ୍ୟ +2 ପାସ୍ ରଖାଯାଇଛି, ଯେଉଁଠି 1200 ପ୍ଲସ୍ ପଦବୀ ଭ୍ୟାକେନ୍ସି ରହୁଛି। ଏହି 3 ପୋଷ୍ଟ ପାଇଁ ଆପଣଙ୍କ ପାଇଁ କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ହେବାକୁ ଯାଉଛି। ତେଣୁକରି ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ତା ବ୍ୟତୀତ ଆପଣଙ୍କ ପାଇଁ ଏଇ ସେପ୍ଟେମ୍ବର ମାସରେ ଯେଉଁ ଭ୍ୟାକେନ୍ସି ଆସିବ, ଦେଖନ୍ତୁ ଆପଣଙ୍କ ପାଇଁ ଟିଚର ରିକ୍ରୁଟମେଣ୍ଟ 2600 ପ୍ଲସ୍ ପଦବୀ ଭ୍ୟାକେନ୍ସି ଆସୁଛି। ଆପଣମାନେ ସେପ୍ଟେମ୍ବର 1ରୁ ଆପଣମାନେ ଆବେଦନ କରିପାରିବେ। ନେକ୍ସଟ ଭ୍ୟାକେନ୍ସି ଯଦି ଦେଖିବା କମ୍ପ୍ୟୁଟର ଟିଚର ପାଇଁ 8000ରୁ ଅଧିକ ପ୍ଲସ୍ ପଦବୀ ଭ୍ୟାକେନ୍ସି ରହିଛି। ଦେଖନ୍ତୁ ଏଥିରେ ଆପଣମାନେ କେବଳ +3 ପାସ୍ କରିଛନ୍ତି ଏବଂ ଆପଣମାନେ PGDCA କମ୍ପ୍ୟୁଟର କୋର୍ସ କରିଛନ୍ତି, ତାହେଲେ ଏହାକୁ ଆପଣମାନେ ଆବେଦନ କରିପାରିବେ। ନେକ୍ସଟ ଭ୍ୟାକେନ୍ସି ଯଦି ଦେଖିବା ପିଅନ୍ ପାଇଁ ମଧ୍ୟ ଆପଣଙ୍କ ପାଇଁ ବମ୍ଫର ଭର୍ତ୍ତି ରହୁଛି। ଏଥିରେ କ୍ୱାଲିଫିକେସନ୍ ଯଦି ଦେଖିବା କେବଳ ଆପଣମାନେ ଦଶମ ପାସ୍ କରିଛନ୍ତି, ଏହାକୁ ଆପ୍ଲାଏ କରିପାରିବେ ଏବଂ ଏଥିରେ ଯଦି ସିଲେକ୍ସନ୍ ପ୍ରୋସେସ୍ ଯଦି ଦେଖିବା ପିଅନ୍ ପାଇଁ କୌଣସି ଆପଣଙ୍କର ଏକ୍ଜାମିନେସନ୍ କରାଯିବ ନାହିଁ, କେବଳ 10ର କ୍ୟାରିୟର ମାର୍କକୁ ନେଇକି ଆପଣଙ୍କୁ ସିଲେକ୍ସନ୍ କରାଯିବ। ଏବେ ଦେଖନ୍ତୁ ଯେଉଁମାନେ ଆବେଦନ କରିବା ପାଇଁ ଚାହାନ୍ତି, ଦେଖନ୍ତୁ କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ଯେଉଁଟାକି ଆପଣଙ୍କର DEO VLW ଏବଂ PO ପାଇଁ ଆପଣଙ୍କର ସିଲାବସ୍ ଯଦି ଆମେ ଦେଖିବା ଏରିଥମେଟିକ୍ରୁ ଆସିବ 40ଟି କ୍ୱେଶ୍ଚନ୍ 40 ମାର୍କ, ଇଂଲିଶରୁ ଆସିବ 40ଟି କ୍ୱେଶ୍ଚନ୍ 40 ମାର୍କ, ଓଡ଼ିଆରୁ ଆସିବ 40ଟି କ୍ୱେଶ୍ଚନ୍ 40 ମାର୍କ, GKରୁ ଆସିବ 40ଟି କ୍ୱେଶ୍ଚନ୍ 40 ମାର୍କ, ରିଜନିଂରୁ ଆସିବ ଆପଣଙ୍କ ପାଇଁ 40ଟି କ୍ୱେଶ୍ଚନ୍ 40 ମାର୍କ, କମ୍ପ୍ୟୁଟରରୁ ଆସିବ 40ଟି କ୍ୱେଶ୍ଚନ୍ 20ଟି କ୍ୱେଶ୍ଚନ୍ 20 ମାର୍କ ଆସିବ ଏବଂ ଆପଣଙ୍କର 200ଟି କ୍ୱେଶ୍ଚନ୍ ଆସିବ 200 ମାର୍କ ମିଳିବ। ଏଥିରେ ନେଗେଟିଭ୍ ମାର୍କ ମଧ୍ୟ ରଖାଯାଇଛି, ଯେଉଁଟାକି CBT ମାଧ୍ୟମରେ କମ୍ପ୍ୟୁଟର ବେସ୍ରେ ଆପଣଙ୍କର ଏକ୍ଜାମିନେସନ୍ଟି ଚାଲିବ। ଏଥିରେ ଆପଣଙ୍କର ଏଜ୍ ଲିମିଟ୍ ଯଦି ଆମେ ଦେଖିବା, ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବଲ୍ ଅଛନ୍ତି, ମିନିମମ୍ ଆପଣଙ୍କର ବୟସ 18 ରହିବ, ମ୍ୟାକ୍ସିମମ୍ ଯଦି ଦେଖିବା 38 ବର୍ଷ ରହିବ। ତା ସହିତ ଆପଣଙ୍କ ପାଇଁ ଏଜ୍ ରିଲାକ୍ସେସନ୍ ରଖାଯାଇଛି। SC/ST କ୍ୟାଟେଗୋରୀ ଯଦି ବିଲଙ୍ଗ କରୁଛନ୍ତି ଆପଣଙ୍କ ପାଇଁ 5 ବର୍ଷ ଏଜ୍ ରିଲାକ୍ସେସନ୍ ରଖାଯିବ ଏବଂ SC/BC କ୍ୟାଟେଗୋରୀରେ ବିଲଙ୍ଗ କରୁଥିଲେ ଆପଣଙ୍କ ପାଇଁ 3 ବର୍ଷ ଏଜ୍ ରିଲାକ୍ସେସନ୍ ରଖାଯିବ। ଦେଖନ୍ତୁ ଆପଣମାନେ ଯଦି OBC କ୍ୟାଟେଗୋରୀରେ ବିଲଙ୍ଗ କରୁଛନ୍ତି 18ଠୁ ଆପଣଙ୍କ ପାଇଁ 41 ଇୟର୍ ରହିବ ଏବଂ ଆପଣମାନେ ଯଦି SC/ST କ୍ୟାଟେଗୋରୀରେ ବିଲଙ୍ଗ କରୁଛନ୍ତି ଆପଣଙ୍କର ବୟସ ରହିବ 18ଠୁ ଆପଣଙ୍କର ରହିବ ଦେଖନ୍ତୁ 43 ବର୍ଷ ରହିବ। ତ ଏହିପରି ହିସାବରେ ଆପଣଙ୍କର ଏଜ୍ ହେଉଛି, ତ ଆପଣମାନେ ସମସ୍ତେ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ଆପଣମାନେ କେବଳ
+2 ପାସ୍ କରିଥିଲେ ଏହାକୁ ଆପଣ ସମସ୍ତେ ଆବେଦନ କରିପାରିବେ। ସାଲାରୀ ମଧ୍ୟ ବହୁତ ଭଲ ରହିଛି, ଯେଉଁଟାକି ଆପଣଙ୍କ ପାଇଁ 21,000ରୁ ଅଧିକ ଆପଣଙ୍କୁ ପର ମନ୍ଥ ସାଲାରୀ ମିଳିବ। ଏଥିରେ ଆପଣଙ୍କ ଟିଏ ଡିଏର ଏଲାଉନ୍ସ ମଧ୍ୟ ରଖାଯାଇଛି। ତ ଦେଖନ୍ତୁ, ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି, ଯେଉଁମାନେ ଆପ୍ଲାଏ କରିବା ପାଇଁ ଚାହାନ୍ତି, ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଆପଣମାନେ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆପଣମାନେ ଡାଇରେକ୍ଟଲି ଏହାର ଅଫିସିଆଲ ୱେବସାଇଟ୍ ଭିଜିଟ୍ କରି ଆପଣମାନେ ଆବେଦନ କରିପାରିବେ। ଏଥିରେ କୌଣସି ଆପ୍ଲିକେସନ୍ ଫିସ୍ ମଧ୍ୟ ରଖାଯାଏନି। ଆପଣମାନେ ଯେକୌଣସି କ୍ୟାଟେଗୋରୀରେ ବିଲଙ୍ଗ କରୁଥିଲେ ମଧ୍ୟ ଆପଣମାନେ ସମସ୍ତେ ଫ୍ରିରେ ଆପ୍ଲାଏ କରିପାରିବେ। ଦେଖନ୍ତୁ, ଯେଉଁମାନେ ଆବେଦନ କରିବା ପାଇଁ ଚାହାନ୍ତି, ଆପଣମାନଙ୍କ ପାଖରେ କେଉଁ କେଉଁ ଡକ୍ୟୁମେଣ୍ଟସ୍ ଦେଲେ ଆପଣମାନେ ଆବେଦନ କରିପାରିବେ। ଦେଖନ୍ତୁ, ଆପଣଙ୍କ ପାଖରେ ନିହାତି ଭାବରେ ଆପଣଙ୍କର ଯେଉଁଟାକି ଅଲ୍ ଡକ୍ୟୁମେଣ୍ଟସ୍, ଆପଣଙ୍କର ଯେଉଁଟାକି ଅଲ୍ ଏଜୁକେସନାଲ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍କୁ ଆପଣମାନେ ଜେପିଜି କିମ୍ବା ଜେପିଇଜି କିମ୍ବା PDF ଫର୍ମାଟ୍ରେ ତାହାକୁ ଅପଲୋଡ଼ କରିବାକୁ ପଡ଼ିବ। ଦେଖନ୍ତୁ, ଆପଣଙ୍କର ଗୋଟିଏ କଲର୍ ସାଇଜ୍ ପାସପୋର୍ଟ ଫଟୋକୁ ଆପଣମାନେ କେବଳ 50 KB ମଧ୍ୟରେ ଅପଲୋଡ଼ କରିବାକୁ ପଡ଼ିବ ଏବଂ ଆପଣଙ୍କର ସିଗ୍ନେଚର୍ ମଧ୍ୟ 10 KB ମଧ୍ୟରେ ଅପଲୋଡ଼ କରିବାକୁ ପଡ଼ିବ ଏବଂ ଆପଣଙ୍କର ଅଲ୍ ଏଜୁକେସନାଲ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍କୁ ତାହାକୁ ଆପଣମାନେ 200 KB ମଧ୍ୟରେ କେବଳ PDF ଫର୍ମାଟ୍ରେ ତାହାକୁ ଆପଣମାନେ ଅପଲୋଡ଼ କରି ଆପଣମାନେ ଆବେଦନ କରିପାରିବେ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି, ସାର୍ଟିଫିକେଟ୍ ଯଦି ଦେଖିବା ଆପଣଙ୍କର ଅଲ୍ ଏଜୁକେସନାଲ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ଏବଂ ଆପଣଙ୍କର ରେସିଡେନ୍ସ ସାର୍ଟିଫିକେଟ୍ ଏବଂ ଆପଣଙ୍କ କାଷ୍ଟ ସାର୍ଟିଫିକେଟ୍ ନିହାତି ଭାବରେ ଦରକାର ପଡ଼ିବ। ଦେଖନ୍ତୁ, ଯେଉଁମାନେ ଏହି ଫର୍ମ ଆବେଦନ କରିବା ପାଇଁ ଚାହାନ୍ତି, ଆପଣମାନେ କେବେଠାରୁ ଆପ୍ଲାଏ କରିପାରିବେ। ଆପ୍ଲାଏ ଷ୍ଟାର୍ଟ ଡେଟ୍ ଯଦି ଦେଖିବା ସେପ୍ଟେମ୍ବର 24ରୁ ଆପଣମାନେ ଆବେଦନ କରିପାରିବେ ଏବଂ ଲାଷ୍ଟ ଡେଟ୍ ଯଦି ଆମେ ଦେଖିବା ଅକ୍ଟୋବର 24 ରହୁଛି। ଦେଖନ୍ତୁ, ଫାଇନାଲି ଆପଣଙ୍କର ଏକ୍ଜାମ୍ ମଧ୍ୟ ଟେଣ୍ଟେଟିଭ୍ ରହୁଛି ଜାନୁଆରୀ 2024ରେ ରହିଛି। ଏବେ ଦେଖନ୍ତୁ, ଯେଉଁମାନଙ୍କ ମନରେ ଫେକ୍ ଆଶଙ୍କା ଆସୁଛି, ଦେଖନ୍ତୁ ଫାଇନାଲି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। କାରଣ ଯଥାଶୀଘ୍ର ଆପଣଙ୍କ ନିଯୁକ୍ତି ପ୍ରକ୍ରିୟା ପଞ୍ଚାୟତ DEO PEO VLW ସମେତ ଅନେକ ପଦବୀ ଆସିବାକୁ ଯାଉଛି। ତା ସହିତ ଆପଣଙ୍କର ପୋଲିସ SI ଆସିବ, ତା ସହିତ ଆପଣଙ୍କର ଜୁନିୟର ଟିଚର ଆସିବ, ତା ସହିତ ବହୁତ ସାରା ପଦବୀ ଆପଣଙ୍କ ପାଇଁ ଡିସେମ୍ବର ସୁଦ୍ଧା ଦେଖିବାକୁ ପାଇପାରିବେ। ଦେଖନ୍ତୁ, ଫାଇନାଲି ଆପଣଙ୍କର ଆଜିର ପେପର ଉପରେ ଯଦି ନଜର ରଖିବା, ଦେଖନ୍ତୁ ଫାଇନାଲି ଆପଣଙ୍କ ପାଇଁ ଶୁଭ ସଂକେତ ଆସିଯାଇଛି। କାରଣ ଡିସେମ୍ବର ସୁଦ୍ଧା ବିଜ୍ଞାପନ ଆଣିବେ ଏଜେନ୍ସି। ଫାଇନାଲି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଦେଖନ୍ତୁ, ରାଜ୍ୟରେ ମୋଟ ମଞ୍ଜୁରୀ ପ୍ରାପ୍ତ 3,69,667ଟି ମୂଳ ପଦବୀ ମଞ୍ଜୁରୀ ପଡ଼ିଥିବା 1,32,459ଟି ପଦବୀ ପୂରଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବାକୁ ରାଜ୍ୟ ସରକାର ନିଯୁକ୍ତି ଏଜେନ୍ସିଗୁଡ଼ିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକୁ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ୱାଧୀନ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ସେପ୍ଟେମ୍ବରରେ ରାଜ୍ୟ ସରକାର ନିଯୁକ୍ତି ମେଳା ମାଧ୍ୟମରେ 18,788 କନିଷ୍ଠ ଶିକ୍ଷକ ନିଯୁକ୍ତି ପତ୍ର ବଣ୍ଟନ କରିବେ ବୋଲି ଜଣାପଡ଼ିଛି। ଏହି ମାସରେ 7ଟି ନିଯୁକ୍ତି ମେଳାର ଆୟୋଜନ କରାଯାଇ ମୋଟ 21,918ଟି ବିଭିନ୍ନ ବର୍ଗର ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ରାଜ୍ୟ ସରକାର ସୂଚନା ଅନୁସାରେ ରାଜ୍ୟରେ ମୋଟ 3,69,667ଟି ମୂଳ ସରକାରୀ ପଦବୀ ମଧ୍ୟରୁ 1,32,459ଟି ପଦ ଖାଲି ପଡ଼ିଛି। ସେଥିମଧ୍ୟରୁ 92,203ଟି ପଦ ପୂରଣ ନିମନ୍ତେ କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ମିଳିସାରିଛି। ବାକି 40,256ଟି ପଦବୀ ଅନୁମୋଦନ ପ୍ରକ୍ରିୟାରେ ସେପ୍ଟେମ୍ବର ଶେଷ ସୁଦ୍ଧା ସାରିବା ପାଇଁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ 92,000 ପଦବୀକୁ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ କରିଛି, ସେଥିରୁ 78,919 ପଦବୀ ପୂରଣ ପାଇଁ ସରକାର ବିଭିନ୍ନ ଏଜେନ୍ସିକୁ ଚିଠି ଲେଖି ଅବଗତ କରିଥିବା ବେଳେ ବାକି ଥିବା 13,284ଟି ପଦବୀ ପୂରଣ ପାଇଁ ଚଳିତ ମାସ ସୁଦ୍ଧା ନିଯୁକ୍ତି ଏଜେନ୍ସିକୁ ରିକ୍ୱେଷ୍ଟ ପଠାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଖାଲି ପଡ଼ିଥିବା ସମସ୍ତ ମୂଳ ସରକାରୀ ପଦବୀ ପୂରଣ ନିମନ୍ତେ ଏଜେନ୍ସିଗୁଡ଼ିକୁ ଆସନ୍ତା ଅକ୍ଟୋବର ସୁଦ୍ଧା ସମସ୍ତ ବିଭାଗ ଦ୍ୱାରା ରିକ୍ୱେଷ୍ଟ ନିଶ୍ଚିତ ଭାବେ ପଠାଯିବ। ସମ୍ପୃକ୍ତ ନିଯୁକ୍ତି ଏଜେନ୍ସିಗಳು ଡିସେମ୍ବର ସୁଦ୍ଧା ଏହିସବୁ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବେ ବୋଲି ସରକାର ପକ୍ଷରୁ ପ୍ରସ୍ତୁତ ଜଣାପଡ଼ିଛି। ଯେଉଁ 40,256ଟି ମୂଳ ପଦବୀ ଏପର୍ଯ୍ୟନ୍ତ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ ମିଳିଲା ନାହିଁ, ସେଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ 16,738ଟି ପଦବୀ, ଗୃହ ବିଭାଗରେ 6,150ଟି ପଦବୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ 4,612ଟି ପଦବୀ, କୃଷି ଓ କୃଷକ କଲ୍ୟାଣ ବିଭାଗରେ 2,050ଟି ପଦବୀ, ଉଚ୍ଚ ଶିକ୍ଷା ବିଭାଗରେ 1,693ଟି ପଦବୀ ରହିଛି। ସେପ୍ଟେମ୍ବର ଡିସେମ୍ବର ମଧ୍ୟରେ ରାଜ୍ୟ ସରକାର ମୋଟ 44ଟି ନିଯୁକ୍ତି ମେଳା ଆୟୋଜନ କରିବେ। ତ ଏଥିପାଇଁ ଆପଣଙ୍କ ପାଇଁ ବହୁତ ବଡ଼ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଦେଖନ୍ତୁ, ଡିସେମ୍ବର ସୁଦ୍ଧା ଆପଣଙ୍କ ପାଇଁ ବହୁତ ସାରା ପଦବୀ ଆସିବାକୁ ଯାଉଛି। ଯେଉଁମାନେ ପଞ୍ଚାୟତ DEO
आपने VLW PO अपेक्षा करछन्ते आपन पई सुवर्ण सुजोग आसी जाइछे। तो एबे जो माने GRS पई आवेदन करबा पई चाहते देखंतु आपन पई मध्ये बम्फर नोटिस आसीबा को जाउछे। ओडिसा रो क्यों जिल्ला रे GRS पदवी रे आपन आवेदन करिवे वर्तमान आवेदन प्रक्रिया चालुछि एवं आपन जिल्ला रे केबे आपन GRS आवेदन प्रक्रिया चालू हेबो ऑल इनफॉरमेशन पई वीडियो शेष पर्यंत निहाती देखंतु एवं ऑल इनफॉरमेशन पांतु। फाइनाली देखंतु जो माने GRS पई आवेदन करबा पई चाहते आपन पई सुवर्ण सुजोग आसी जाइछे कारण आसला TRD तरफ 2024 रे आपन पई बम्फर भर्ती टोटल वैकेंसी जदि आमे देखिबा आपण मानक पई 2047 रु अधिक प्लस पद पदवी पूरण पई बम्फर भर्ती रहिछे। एथिरे ओडिसा पिलांगा बोथ मेल एंड फीमेल आपण माने समस्त आवेदन करि परिबे। अप्लाई मोड जदि आमे देखिबा आपण माने ऑनलाइन रे मध्ये ऑफलाइन मध्ये आपण माने आवेदन करि परिबे। एप्लिकेशन फीस जदि आमे देखिबा देखंतु एथिरे कोनोसी एप्लिकेशन फीस रखा जायने आपण माने जे कोनोसी कैटेगरी रे बिलोंग करथिले मध्ये आपण माने समस्त फ्री रे मागणा रे आवेदन करि परिबे। जॉब लोकेशन जदि देखिबा ओडिसा रो प्रत्येक जिल्ला रे वैकेंसी रहउचे एवं वर्क जदि आमे देखिबा जॉब वर्क जदि देखिबा आपण को फील्ड वर्क रखा जिवो तो आपण माने केवल फील्ड पंचायत अंडर रे रही आपण माने नियुक्ति पाइबे। टोटल वैकेंसी जदि आमे देखिबा देखंतु आपण को पई बम्फर भर्ती रहउचे जोडा कि पंचायत वाइज आपण को सिलेक्शन करा जिवो। देखंतु वैकेंसी डिटेल्स जदि आमे देखिबा देखंतु क्यों जिल्ला रे आपण माने बिलोंग करचंती निहाती भाबरे कमेंट करंतु। ताबेती तो आपण जिल्ला रे केते वैकेंसी रहउचे देखि नियंतु। अनुगुण रे 43, बालेश्वर रे 64, बरगढ़ रे 88, भद्रक रे 71, बलांगीर रे 56, बौद्ध रे 87, कटक रे 54, देवगढ़ रे 64, ढेंकानाल रे 72 प्लस पदवी वैकेंसी रहिछे। सेहीपरि गजपति रे 56, गंजाम रे 45, जगतसिंहपुर पई 50, नयागढ़ पई 64, जाजपुर पई 38, झारसुगुड़ा पई 55, कलाहांडी पई 74, कंधमाल पई 38 प्लस पदवी वैकेंसी रहिछे। सेहीपरि केन्द्रापड़ा पई 56, केन्दुझर पई 78, खोर्धा पई 62, कोरापुट पई 167 प्लस पदवी वैकेंसी रही। सेहीपरि मालकानगिरी 87 प्लस पदवी वैकेंसी रही। देखो यही दुई जिले में आपंकर बर्तमान आपंकर नियुक्ति प्रक्रिया चली। यार लास्ट डेट जब देखा 9 सेप्टेम्बर रही। जो मैंने इंटरेस्टेड और एलिजिबल अच्छा आपण मैंने यथाशीघ्र आप्लाय कर दिंतु। आपण मैंने भी जो जिले में बिलोंग कर आपंकर जिले में यथाशीघ्र वैकेंसी आसवाक जाऊँचे। आपण मैंने जो जिले में बिलोंग कर निहाती भाव में कमेंट कर नियंतु। देखो आपण सुवर्ण सुजोग आसी जाइए। आम जब एजुकेशनल क्वालिफिकेशन देखा देखो एथिरे जो मैंने आवेदन करने चाहते देखो आप एजुकेशनल क्वालिफिकेशन रोचे केवल आपने 10वीं सहित +2 पास करते आपने आप्लाय करेंगे। तार सहित आपण पाखे कंप्यूटर नॉलेज जब आम देखा देखो क्यों कंप्यूटर सर्टिफिकेट रखी आपने सिलेक्शन हो पारे और आप डॉक्यूमेंट्स वेरिफिकेशन पर आपको रिजेक्ट करा ना। देखो एवं आपण मन में निहाती भाव प्रश्न उठुचे केवल ओ लेवल सर्टिफिकेट थे आपने अप्लाई करेंगे नहीं। तो आपण पाखे जो ओ लेवल सर्टिफिकेट थे नथिले आपने आवेदन करेंगे। देखो ता व्यतीत आपण पाखे क्यों कंप्यूटर सर्टिफिकेट थे आपने आवेदन करेंगे। देखो निहाती भाव में आपण पाखे जब BCA कंप्यूटर सर्टिफिकेट रोचे, PGDCA कंप्यूटर सर्टिफिकेट रोचे, MCA रोचे कि बीटेक रोचे कि IT कंप्यूटर साइंस करते आपने कि BE IT कंप्यूटर साइंस करते यही सब आपण पाखे कंप्यूटर सर्टिफिकेट रोचे। तो आपने निहाती भाव में आवेदन करेंगे और आपंकर फॉर्मटी रिजेक्ट हेब नहीं। देखो एथिरे आपण जदि एज लिमिट देखा देखो जो मैंने इंटरेस्टेड और एलिजिबल अच्छा मिनिमम एज लिमिट रही मैक्सिमम जब देखा 40 ईयर एज रिलेक्शन जब देखा गवर्नमेंट रूल हिसाब से आपको एज रिलेक्शन दी जाए जो थी आपने SC और ST कैटेगरी जब बिलोंग करते निहाती भाव में आपको 18 ରୁ 45 वर्ष रही। आपने OBC SC/BC कैटेगरी बिलोंग करते 18 ରୁ 43 वर्ष रहीपरी हिसाब से आप एज रोचे। तो आपने आवेदन करेंगे। देखो जो मैंने अप्लाई करने चाहती आपण पाखे क्यों डॉक्यूमेंट थे आपने अप्लाई करेंगे। आपने जब GRS आवेदन करने चाहती आपण पाखे सर्वप्रथम एप्लिकेशन फॉर्म जो एप्लिकेशन फॉर्म लिंक आम डिस्क्रिप्शन में देदेबू। देखो फाइनाली आपण पाखे क्यों डॉक्यूमेंट्स थे आपने आवेदन करेंगे। आपण पाखे निहाती भाव में आपने जब SC ST SC/BC कैटेगरी बिलोंग करते कि PWD कैटेगरी बिलोंग करते आपन पाखे कास्ट सर्टिफिकेट थी निहाती आवश्यक। नेक्स्ट आपन पाखे रेसिडेंस सर्टिफिकेट थी निहाती आवश्यक कारण जेहेतु डिस्ट्रिक्ट वाइज आपको सिलेक्शन करा केवल जो जिले में वैकेंसी आसी से जिलार पिला माने आवेदन करेंगे। तेणुक आपण पाखे जो जिले में आवेदन करने चाहते से ही जिलार रेसिडेंस सर्टिफिकेट निहाती थिबा दरकार। नेक्स्ट जो देखा आपण एनी ID प्रूफ आपण पाखे निहाती भाव में गोटे आधार कार्ड कि पान कार्ड कि भोटर ID जेकोसी गोटे ID प्रूफ थी निहाती आवश्यक। गोटे कलर साइज फोटोग्राफ लगे और आपंकर मेट्रिकुलेसन सर्टिफिकेट एंड मार्कशीट लगे +2 कुलेसन सर्टिफिकेट एंड मार्कशीट लगे। आपंकर जदि अधिक एजुकेशनल क्वालिफिकेशन थाए तार डिटेल्स आपको लगे +3 एंड सर्टिफिकेट एंड मार्कशीट लगे। आपंकर देखो ये जगह एम्प्लॉयमेंट रेसिडेंस सर्टिफिकेट लगे किंतु यह बाध्यतामूलक रखा जाए ना। केवल आप
कंप्यूटर सर्टिफिकेट को बाध्यतामूलक रखा जाए जेहेतु आपण मैंने पाखरे ओ लेवल सर्टिफिकेट रोचे कि देखो पीजीडीसीए बीसीए कि एमसीए करछंती किंबा आईटी कंप्यूटर साइंस करछंती एही सब कंप्यूटर सर्टिफिकेट को वैलिड करा जाउची ओ लेवल को छाड़ी देले सॉरी ओ लेवल जदि आपण मैंने कंप्यूटर कोर्स करि नाहंती तो आपण मैंने पीजीडीसीए कंप्यूटर कोर्स तो बहुत सारा पिला करथिबे आपण मैंने जदि केवल पीजीडीसीए कंप्यूटर कोर्स करछंती ताहले मध्य आपण मैंने फॉर्म रिजेक्ट हेबो नै। एबे देखो सिलेक्शन प्रोसेस उपर जदि आम नजर पकेबा देखो सिलेक्शन प्रोसेस जदि देखा ए केवल कैरियर मार्क को लेकिन ही सिलेक्शन करा कौन एग्जामिनेशन करा ना देन आप डॉक्यूमेंट्स वेरिफिकेशन हो केमी कैरियर मार्क को लेकिन सिलेक्शन करा देखो केवल आप प्लस टू कैरियर मार्क को लेकिन सिलेक्शन करा विदाउट आप ऑप्शनल विदाउट आप ऑप्शनल मार्क केवल आप कंपलसरी सब्जेक्ट दुईटी आपको देखिए आपको सिलेक्शन करा काउंसलिंग जदि आम देखा केवल डिस्ट्रिक्ट अंडर पिला को लेकिन सिलेक्शन करा आपको जॉब वर्क जो देखा पंचायत अंडर रही आप निजुक्ति पाइपर जो मैंने इंटरेस्टेड और एलिजिबल अच्छा आपने अप्लाई लिंक पाइबा चाहते क्लिक कर यार नोटिफिकेशन पीडीएफ को डाउनलोड करेंगे यार ऑफिशियल वेबसाइट लिंक आम डिस्क्रिप्शन में दे देचु जो मैंने इंटरेस्टेड और एलिजिबल अच्छा आपको सुवर्ण सुजोग आसी जाए 20/8/2024 आवेदन प्रक्रिया चलती है जो मैंने इंटरेस्टेड और एलिजिबल अच्छा 19/9/2024 मध्य आपने आवेदन करेंगे तो यार नोटिफिकेशन पीडीएफ आपने डायरेक्टली यार डिस्क्रिप्शन तरफ पाइपर देखो आप नोटिफिकेशन पीडीएफ शो हो देखो ये सैलरी आप देखा 7,000 पर मंथ सैलरी रोचे जो मैंने इंटरेस्टेड और एलिजिबल अच्छा देखो आप अप्लाई स्टार्ट डेट 24/8/2024 रू 26/9/2024 मध्य आपने अप्लाई करेंगे देखो वैकेंसी डिटेल्स जो आम देखा देखो आपने एससी बीसी एससी एसटी यूआर कैटेगरी केते कौन वैकेंसी रोचे आपने पाउज कर देखने कि यार नोटिफिकेशन पीडीएफ आम डिस्क्रिप्शन में दे देचु तो आपने जाकि आपने जोड़ा कि ऑल इनफॉरमेशन चेक करेंगे देखो कौन कौन डॉक्यूमेंट्स लगुचे ये नोटिफिकेशन पीडीएफ माध्यम जापारे देखो यह हूँ आपको एप्लिकेशन फॉर्म ये एप्लिकेशन फॉर्म को आपने स्टेप बाय स्टेप फिलअप कर आपने पोस्टाल जरिए फील्ड पोस्ट कि रजिस्टर पोस्ट माध्यम आपने आवेदन करेंगे देख बर्तमान जो मैंने जीआरएस आवेदन करने चाहते बर्तमान दुईटी जिले में आवेदन प्रक्रिया चलती बर्तमान गोटे है कोरापुट और अन्य जिला है मालकानगिरी तो यही जिले पिला मैंने आवेदन करेंगे ऑफलाइन जरिए पोस्टाल माध्यम पीट पोस्ट कि रजिस्टर पोस्ट माध्यम आपने आप्लाय करेंगे और नेक्स्ट जदि आपने अदर जिले में बिलंग कर निहाती भाव कमेंट करूँ आपंकर जिले में केवे वैकेंसी आसो आम निहाती भाव में कहीदेवु कि आपने निज जिलार ऑफिशियल वेबसाइट को नियमित विजिट करूँ आपंकर जिलार ऑफिशियल वेबसाइट ही अपलोड सर्वप्रथम हुए तेणुक सर्वप्रथम आपने विजिट करूँ नचेत आमको कमेंट करूँ निहाती भाव में आपको रिप्लाई देवु एवं यह आपंपाई गोटे बिग इनफर्मेशन यथाशीघ्र आपंपाई जीआरएस पद पदवी पूरण ओडिशार प्रत्येक जिले में वैकेंसी आसवाक अच्छी। धन्यवाद।